ଦେଖନ୍ତୁ ସମସ୍ତେ ଏବେ ହେଇଛି 4:20 ହେଇଛି। 4:20 ହେଇଛି। ଆୟୁଷର ଜ୍ୱର ହେଲା ବୋଲି ତା ସମସ୍ତଙ୍କୁ ମୋର ନମସ୍କାର, ଜୟ ଜଗନ୍ନାଥ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ଏବେ ଆୟୁଷଙ୍କର ଦେହ ଖରାପ ଅଛି, ଭିଡ଼ିଓ ବି କରିପାରୁନି ସେ ଭଲ ଭାବେ ସିଏ ଠିକ୍ସେ। ଆପଣମାନେ ଆମ ଭିଡ଼ିଓକୁ ଫାଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ଲାଇକ୍ କମେଣ୍ଟ ସେୟାର କରିଦିଅନ୍ତୁ, ଆଉ ଗୋଟେ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। ମମି କ'ଣ କରୁଛୁ? ପିଠା ହେଉଛି ବା। ଇଏ କେଉଁ ପିଠା? ଇଏ ହେଉଛି ଚିତଉ ପିଠା। ଚିତଉ ପିଠା ମାନେ କ'ଣ ପଡ଼ିଛି ଏଥିରେ? କିଛି ପଡ଼ିନି, ଇଏ ଚାଉଳ ନଡ଼ିଆ ଖାଲି ବଟା ହେଇଛି। ଚାଉଳ ନଡ଼ିଆ ବଟାଇକି ପୁର ଦିଆ ହେଇକି ହେଉଛି। ପୂଜା ହେବନି ଆଜି, ଚିତଉ ଅମାବାସ୍ୟା ତ, ସେଥିପାଇଁ ପିଠା ପୂଜା ହେଲା। ତତେ ଭଲ ନୁହଁଟି ପିଠା? ନା। ସେଥିଲାଗି ଚକୁଳି ପିଠା ପାଇଁ ପଡ଼ିଛି, ବିରି ଆଉ ଚାଉଳ ପଡ଼ିଛି। ବିରି ଚାଉଳ ସବୁ ପଡ଼ିଛି, ବଟା ହେଇଯାଇଛି, ବାଟିକି ଥୋଇ ଦେଇଛି। ସେଇଟା ଚକୁଳି ପିଠା ଗଲେ ଖାଇବ। ଏ ପିଠା ଟିକେ ନାଗି ଦିଆହେବ, ମନେ ପଡ଼ିଲାନି ପୁର ଦେବାକୁ, ଗଲା ପୁଣି କାଢ଼ିବାକୁ ଗଲା। ଏଇ ଖାଲି ନାଗି ଦିଆହେବ, ନାଗି ଦିଆ ପାଇଁ ହେଉଛି। ଚକୁଳି ପିଠା ହେଲେ ଖାଇବ। ଏଟା ଯେଉଁ ଓଦା କପଡ଼ା ଦିଆହେଉଛି। ଓଦା କପଡ଼ା ନଦେଲେ ପିଠାଟା ଉଠିବନି। ତାପରେ ହେଉଛି ଏଇ ପିଠାରେ ବହୁତ ଜାଳ ଖାଇବ, ଅଧିକ ଜାଳ। ଟିକେ ଜାଳ କମିଗଲେ ସେ ଉଠିବନି, ସବୁ ଛିଣ୍ଡିଯିବ, ଟୋଟାଲି ଉଠିବନି। ଦେଖିଲେ ପିଠାଟା ଟିକେ ଜାଳ ମାନେ କମିଗଲା ବୋଲି, କମ୍ ହେଇଗଲା ବୋଲି ଏମିତି ଲାଗିଯାଉଛି, ଉଠୁନି ପିଠାଟା। ମାଳ ପୁରା ଚୁଳି ହେଇଯାଇଛି, ଟିକେ ଜାଳ କମିଗଲେ ଏମିତି ହେଇଯିବ। କିନ୍ତୁ ଆୟୁଷର ଜ୍ୱର ପ୍ରବଳ, ସବୁ ଦେଇକି ଯାଉଛି ମେଡ଼ିସିନ ପାଇଁକା। ଜ୍ୱର ପୁରା ଆରମ୍ଭ ହେଇଗଲା, ସକାଳୁ ଆରମ୍ଭ ହେଇଗଲେ, ସ୍କୁଲ ଯାଇଥିଲା, ଆରମ୍ଭ ହେଇଯାଇଛି ମୁଣ୍ଡ ବିନ୍ଧା, ଜ୍ୱର। ସାନୁ ତାକୁ ଜ୍ୱର, ପ୍ରବଳ ଜ୍ୱର ଆସିଗଲାଣି। ଆଉ ଜ୍ୱର କେତେ ଜ୍ୱର ଦେଖୁନ। କାଲି ମା କଥା କହିଲା, ଆଉ ଯେଉଁ ଏଇଥିରେ ଛଡ଼ା ହେଲା ନାହିଁ, ୟୁଟ୍ୟୁବରେ ଆଉ ଇନଷ୍ଟାଗ୍ରାମରେ ଛଡ଼ା ହେଲା ନା ନାହିଁ, ମା କଥା କହିଲା। ଆଜିକି ଦେଖିଲା ବେଳକୁ ତାର ଜ୍ୱର, ପ୍ରବଳ ଜ୍ୱର। କେତେ ଜୋରରେ ଜ୍ୱର, ମାନେ କପଡ଼ା ତାତି ଯାଉଛି, ଏତେ ଜୋରରେ ଜ୍ୱର ଅଛି ତାର। କାଲି ସନ୍ଧ୍ୟାବେଳେ କହିଲା ମାଆକୁ, ମାଆର ଗୋଡ଼ ଏମିତି ଅପରେସନ୍ ହେଇଛି ବୋଲି। ଆଜି ତାର ଜ୍ୱର, କେତେ ଜୋରରେ ଜ୍ୱର, ତାତି ହେଇଗଲାଣି। ପୂଜାରେ ମେଡ଼ିସିନ ଯାଇକି ଆଣିକି ଆସିଲେ। କ'ଣ ଖାଉଛୁ ଆୟୁଷ? ଭାତ ଚୁଡ଼ା ଖାଉଛୁ? ଭାତ ନୁହଁ ଯେ ଚୁଡ଼ା। ତା ପାଇଁ ରୁଟି କ୍ଷୀର ଆଣିଲି, ମୋତେ କହିଲା ଆଳୁ ଭଜା ବି ଆଣିଥିଲି, ପୁଣି ଆଳୁ ଭଜା ଥୋଇଲି ନେଇକିରି। ରୁଟି କ୍ଷୀର ସେ ଖାଇବ ବୋଲି କ'ଣ ନା, ଜ୍ୱର ହେଉଛି, ସେଇଥିରେ କହିଲା ମୋତେ ଚୁଡ଼ା ପାଇଁ ପକେଇଦେ, ବାଇଗଣ ସେକିକି। ବାଇଗଣ ସେକାନି ଚୁଡ଼ା ପାଇଁ ପକେଇକି ଖାଉଛି। ବାଇଗଣ ଚକଟା ଖାଇଲେ ହେଉଛି ମେଡ଼ିସିନ ନା? ଖାଇବ, ପୁଣି ଜ୍ୱରଟା ଆସିଲାଣି। ମୁହଁ କେମିତି ଦେଖାଯାଉଛି ଦେଖୁନ। ରାତି ଝିଅ ବାଇଗଣ ସେକେ ଚୁଡ଼ା ପାଇଁ ରଖିଥିଲି। ଆପଣ ଦେଇଦେ ତାଦେହରେ ରୁଟି ଖାଇଥାନ୍ତେ ସିନା। ନା ରୁଟି ଖାଇବିନି, ଭଲ ଲାଗୁନି ପାଟିକି। ସକାଳେ ବି ଖାଇଥିଲା ରୁଟି। କ'ଣ କହିଲ? ଭଲ ଚୁଡ଼ା ପାଇଁ ବସିରେ। ଇଏ ତାହେଲେ ବାଇଗଣ ଚକଟା ହେଉଛି ନା? ହଁ ବା, ବାଇଗଣ ଚକଟା, ତାର ବାଇଗଣ ଚକଟା ତା ରୁଟି କ୍ଷୀର ବାଇଗଣଟା କି ଖାଇବ? ସେକା। ରୁଟି କ୍ଷୀର ତାରି ପାଇଁକା ଆଣିଥିଲି ଯେ କହିଲା ମୁଁ ଖାଇବିନି ରୁଟି କ୍ଷୀର। ସକାଳେ ଖାଇଥିଲି ରୁଟି, ମୋ ପାଟିକି ଭଲ ଲାଗୁନି, ମୋତେ ଚୁଡ଼ା ପାଇଁ ଦେ। ଆଉ ଏଠି ତ ମା ଶୋଇଛି, ତା ଗୋଡ଼ ଅପରେସନ୍ ହେଇଥିଲା, ଶୋଇଛି ଆଉ। ମାଛି ଟିକେ
ଖାଇବୁନି ମେଡ଼ିସିନ ଖାଇବୁ କେମିତି ନାଇଁ ଜୋରରେ ପୁରା ତାତିଗଲାଣି ଦିଅ ତାତିଟା ପୁରା ଜୋରସରେ ଆସିଛି ପାଣି ପଟି ପଡ଼ିବ ଆଉଥରେ ତୁ କ'ଣ ଜଲ୍ଦି ଖାଇଦେଉନୁ ଜଲ୍ଦି ନା ଅଳ୍ପ ଯୋଡ଼େ ଖାଇଦେ ଅଳ୍ପ ଯୋଡ଼େ ଖାଇଦେ ଔଷଧଟା ଖାଇବୁ ନା ଶୁକ୍ରବାର ବାନ୍ଧିଦେ ଗୋଟେ ଔଷଧ ଖାଇଦେ ଆଉ ଗୋଟେ ନେଇ ଜ୍ୱର ହେଇଯାଇଛି ଆଉ ସ୍କୁଲରୁ ଆସିଲା କିଛି ନଥିଲା ମୁଣ୍ଡ ବିନ୍ଧା ହେଲା ଟିକେ ତାପରେ ବେଳ ଜ୍ୱର ଆଉ ଗୋଟେ ଖାଇପାରୁଛୁ ଟି ହଁ ପ୍ରବଳ ତାତିଲାଣି ଦେଖ କାଶ ହେଉଛି କାଶ ସିରପଟା ଆସିଛି ହେଲା ଏଇଟା ବି ସେ ଗୋଟେ ଖାଇବାକୁ କହିଛନ୍ତି ଖାଇଛି ସବୁ କଫ୍ ସିରପ୍ଟା କେତେବେଳେ ଖାଇବ? ଅଳ୍ପ ପାଣି ପିଉନୁ ଅଳ୍ପ 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 ତଣ୍ଟି ଲାଗିଲା ଭଲ ସିରପ୍ଟା କେତେବେଳେ ଖାଇବ? ହଁ କଫ୍ ସିରପ୍ଟା ସେ ସିରପଟା ଏଇନେ ବି ଖାଇବା ଟିକେ ଛାଡ଼ିକିରି କେମିତି ଖାଇବ? ସିରପଟା କହୁଛୁ କ'ଣ ଖାଇବିନି କଫ ସିରପଟା ଗଲେ କଫଟା ସବୁ ଛିଡ଼ିବ ନା କାଶ ହେଉଛି ଛିଡ଼ିଯିବ। କାଶଟା ଯେଉଁ ଶୀଘ୍ର କାମ କରିବ ହେଲା କାଶ କଫ ପାଇଁକା ଟିକେ ମେଡ଼ିସିନ ଆଉ ଏମିତି କ'ଣ ଅଛି? ଆଉ ଅଛି? ନା ଏଇଟା ସନ୍ଧ୍ୟାବେଳକୁ ଖାଇବ ଆଉ ଏଇଟା ଖାଇବ ଯେ ଟିକେ ଛାଡ଼ିକିରି ସବୁ ଖିଆ ହେଇଛି ତ ଏଇନା ପାଣି ପିଇବୁନି? ନା ପାଣି ପିଇବନି ହଉ ତୁ ଔଷଧ ଖାଇବ ବୋଲି ମାନେ ପାଣି ସିରପଟା ଖାଇବ ବୋଲି କେମିତି ହେଉଛି ଦେଖୁନୁ अरे हे से हॉर्लिक्स खाଉଛି ନା ଔଷଧ ଚଢ଼ାଉଛି ଚଢ଼ି ମାନେ ପୁରା ଗାଧି ପଡ଼ିଛନ୍ତି ଆଜି ମାନେ ପାଣି ସିରପଟା ଖାଇବାକୁ ବଟିକି ଖାଇଲା ବେଳକୁ କେତେ ସୁନ୍ଦର ଖାଉଛି ଟିକେ ବାନ୍ତି କରୁଛି ଦେଖ ପାଣି ସିରପ ଖାଇଲା ବେଳକୁ କେମିତି ହେଉଛି ମାନେ ହର୍ଲିକ୍ସ ଧରା ହେଲା ମାନେ ଟିକେ ଚାମଚରେ ଟିକେ ଖିଆ ହେଲା ମାନେ କାଶ ସିରପଟା ଖାଇବ ବୋଲି ଆଉ ଟିକେ କିଛି ଖାଇଦେ ଆଉ ଟିକେ ଖାଇଦେ ଆଉ ଏତକ ଅଛି ଲାଗିଛି ତ ଟିକେ ନାଗୁରୁ ମାନେ ସିରପ ସିନା କିଏ ଖାଇଦେବ ମାନେ ଖୁସିରେ ସିରପ ଖାଇବନି ଖୁସିରେ ସିରପ ବଡ଼ କ'ଣ ତାକୁ ଭଲ ଲାଗୁନି ଗାଧେଇଛ ଆଜି ଇଏ ଗାଧି ପଡ଼ିଛନ୍ତି ଆଜି ପୁରା ସାମ୍ପ ଲଗେଇ ଗାଧେଇନ୍ତି ଆଜି ଆଉ ମିଟୁ ଖାଇଲୁ କୁଟୁ ସୁଟୁ ମାନେ ଏତକ ବଟିକା ଅଛି ଏତକ ଥୁଆ ହେଇଛି ଆଉ ସିରପଟା ଖାଇଲା ବେଳକୁ ମାନେ ଖାଇବେନି ମାନେ ହର୍ଲିକ୍ସ ଆଣ ଚିନି ଆଣ ଅମୁଲ ଆଣ ଏମିତିଆ ମାନେ ତାତିଛି ପ୍ରବଳ ହେଇଗଲାଣି ଏ ମହାପୁର ଫୁଟକା ହେଇଥିଲା ସବୁ କେମିତି ଛାଡ଼ିଛି ଯେଉଁ କ୍ଷୀର ଢାଳିଥିଲେ ସେଦିନ ହଁ ଛାଡ଼ିଛି କେମିତି ସବୁ ଫୁଟକା ହେଉଛି ଫୁଟକା ଫାଟି ଯାଇଛି ମାନେ ଆଳୁ ନଦା ହେଇଗଲା କୁଆଡ଼େ ଫୁଟକା ହେଲାନି ବେଶୀ ଚାଲୁନୁ ଖଟ ଉପରକୁ ପାଣି ପଟି ପକିଆ ଆଉ ଏଇଠି ମୁଁ କହୁଛି ଏଇଠି ଖଟ ଉପରେ ଶୋଇ ଶୋଇକା ମାନେ ଚିଡ଼ି ଗଲାଣି ମୁଣ୍ଡ କେମିତି କରେ ଖଟ ଉପରୁ ପଳେଇ ଆସିଲା ଜୋରେ ପୁରା ତାତି କ'ଣ ହେଲା